ଶିକ୍ଷକତା ଜୀବନ ମୁଁ 1999 ମସିହାରୁ ହିଁ ଆରମ୍ଭ କରିଥିଲି। ଗୋଟିଏ ଘରୋଇ ବିଦ୍ୟାଳୟରେ ମୁଁ ସେତେବେଳେ ହାଇସ୍କୁଲ ଶିକ୍ଷକ ଭାବରେ ନିଯୁକ୍ତ ପାଇଥିଲି। ସେଠି 8 ବର୍ଷ କାମ କଲା ପରେ ସରକାରୀ ସ୍ତରରେ ଏଲିମେଣ୍ଟାରୀ ସ୍କୁଲରେ ମୋତେ ଶିକ୍ଷକତା କରିବା ପାଇଁ ସୁଯୋଗ ମିଳିଲା। ସେ ସୁଯୋଗ ମିଳିଥିଲା, ସେ ଅନୁସାରେ ସେମାନେ ଆଡ଼ଭର୍ଟାଇଜ୍ କରିଥିଲେ, ସେ ଅନୁସାରେ ମୁଁ ମଧ୍ୟ ଆପ୍ଲାଏ କରିଥିଲି। ଆଉ ସେଠି ମଧ୍ୟ ଆମର ଜଣେ ଆଦର୍ଶ ଶିକ୍ଷକ ଥିଲେ ଗୌରୀକାନ୍ତ କର, ଯିଏକି ନୀଳଗିରି ରୋଡ଼ ଏମ୍ଇ ସ୍କୁଲରେ ତାଙ୍କର ଶିକ୍ଷକତା କରୁଥିଲେ। ସିଏ ମଧ୍ୟ ସହାୟତା କରିଥିଲେ ସେଠିକି ପହଞ୍ଚିବା ପାଇଁ। ଜଣେ ମଧ୍ୟ ସାହିତ୍ୟିକ ଥିଲେ ଶ୍ରୀଯୁକ୍ତ ଶଙ୍କର ଚରଣ ରାଉତ ମହୋଦୟ, ତାଙ୍କର ବି ଅନେକ ବହି ପ୍ରକାଶିତ ହେଇଛି। ଆଉ ସେଠି ସିଏ ମଧ୍ୟ ମୋତେ ବହୁତ ଆଗ୍ରହ ସହକାରେ ଗ୍ରହଣ କରିଥିଲେ। ସେଠି ସାହିତ୍ୟ ଚର୍ଚ୍ଚା ମଧ୍ୟ ହେଇଥିଲା। ସେଠି ସାହିତ୍ୟ କାର୍ଯ୍ୟକ୍ରମ ବହୁତ ମଧ୍ୟ ମୁଁ ରାଜ୍ୟସ୍ତରୀୟ ସାହିତ୍ୟ କାର୍ଯ୍ୟକ୍ରମ କରିଥିଲି। ଆଉ ରୂପାଥାଳିଆ ନ୍ୟୁଜକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଚାଲ ବୁଲିଯିବା ଗାଁକୁ କାର୍ଯ୍ୟକ୍ରମରେ ଆମେ ଆଜି ଏଭଳି ଗୋଟିଏ ଗାଁରେ ପହଞ୍ଚିଛୁ। ଏଇ ଯେଉଁ ଲଗାଣ ବର୍ଷାରେ ଗାଁକୁ ଭଲ ରାସ୍ତାଟିଏ ନାହିଁ, ତଥାପି ସେଇ ଗାଁରେ ଏମିତି ଜଣେ ମଣିଷଙ୍କର ଜନ୍ମ, ଯିଏ ଅନନ୍ୟ ପ୍ରତିଭାର ଅଧିକାରୀ। ଖାଲି ସାହିତ୍ୟ ଅନୁରାଗୀ ନୁହନ୍ତି, ଆଦର୍ଶ ଶିକ୍ଷକ, ଜଣେ ହାଇସ୍କୁଲ ଶିକ୍ଷକତା ଜୀବନ ଆରମ୍ଭ କରି ଏବେ ଖଇରା ବ୍ଲକର ଖଇରା ଏବଂ ଶିମୁଳିଆ ସୀମାରେଖାରେ ଥିବା ରପିଆ ପଞ୍ଚାୟତର ଏକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ଜଣେ ଆଦର୍ଶ ଶିକ୍ଷକ। ଖାଲି ଶିକ୍ଷକତା ନୁହେଁ, ଯାହାଙ୍କର ସାହିତ୍ୟ ପ୍ରତି ବିଶେଷ ଅଭିରୁଚି ଅଛି, କଳା ସାହିତ୍ୟ ସଂସ୍କୃତି ପ୍ରେମୀ। ଖଇରା ବ୍ଲକର ଶିମୁଳିଆ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହିତ ଯିଏ ଉତପ୍ରୋତ ଭାବରେ ଜଡ଼ିତ। ବାଲେଶ୍ୱରରେ ଚାକିରି କରିଥିବା ସମୟରେ ରାୟ ଶ୍ରୀ ଉପେନ୍ଦ୍ର ପ୍ରସାଦଙ୍କର ଯେଉଁ ପ୍ରକାଶିତ ହେଉଥିଲା କାଳାନ୍ତରରେ କାଗଜରେ, ସେ ମଧ୍ୟ ଦୈନିକ ଖବର କାଗଜରେ ସେ କିଛି ଦିନ କାମ କରିଥିଲେ। ସାହିତ୍ୟକୁ ଭଲ ପାଉଥିବା ମଣିଷଟିଏ ଶ୍ରୀଯୁକ୍ତ ହରେକୃଷ୍ଣ ପଣ୍ଡା। ବାପା ଜଣେ ଆଦର୍ଶ ମଣିଷ। ଆମେ ଯେତେବେଳେ ତାଙ୍କ ଗାଁକୁ ଆସିଲୁ, ଗାଁଠୁ କିଛି ଦୂରରେ ଯେତେବେଳେ ତାଙ୍କର ପରିଚୟ ପଚାରିଲୁ, ପ୍ରତ୍ୟେକଟି ଲୋକ କହିଦେଲେ ସିଏ କାହା ପୁଅ। ଆକୁଳମଣି ପଣ୍ଡାଙ୍କର ପୁଅ। ଆକୁଳମଣି ପଣ୍ଡା ଜଣେ ଭିନ୍ନ ରୁଚିର ମଣିଷ ଖାଦ୍ୟ ନୁହନ୍ତି, ସେ ଜଣେ ବୈଦ୍ୟ ଶାସ୍ତ୍ର ଉପରେ ଯାହାର ବିଶେଷ ଅଭିରୁଚି ଥିଲା। କବିରାଜ ଭାବରେ ସେ ଏ ଅଞ୍ଚଳରେ ପରିଚିତ। ବହୁ ଲୋକଙ୍କୁ ସେବା କରିଛନ୍ତି। ଏବେ ନିଜେ ଅସୁସ୍ଥ ହେଇ ପଡ଼ିଛନ୍ତି, ତଥାପି ଆମେ ତାଙ୍କ ସହିତ ବିପଦ କଥା ବି ହେବା। ଆଉ ଦେଖୁଥିବେ ମୋ ଡାହାଣ ପାର୍ଶ୍ୱରେ ଯେଉଁ ବନ୍ଧୁ ଭଉଣୀ ଜଣକ ବସିଛନ୍ତି, ସେ ହେଉଛନ୍ତି ଜଣେ ସୁଗୃହିଣୀ, ରତ୍ନଗର୍ଭା, କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ହେଉଛନ୍ତି ଆମ ବନ୍ଧୁ ହରେକୃଷ୍ଣ ନନାଙ୍କର ସହଧର୍ମିଣୀ ମିନତୀ ପଣ୍ଡା ମହୋଦୟା। ଏବେ ଆମେ ଭାଇଙ୍କ ସହିତ ଦୁଇ ପଦ କଥା ହେବା। ଅନ୍ତରଙ୍ଗ ଆଳାପ। ଆମର ଯେଉଁ କାର୍ଯ୍ୟକ୍ରମ ଚାଲିଥିଲା, ପ୍ରଣାମ ଓଡ଼ିଶା ଗୁରୁବେ ନମ। ଆମେ ଯଦି ଏଭଳି ଜଣେ ଗୁରୁଙ୍କ ସହିତ ଦୁଇ ପଦ ଆଳାପ ନ କରିବା, ତାହେଲେ ଆମର ସ୍ୱପ୍ନ ଅଧୁରା ହୋଇ ରହିଯିବ। ସେଇଥିପାଇଁ ଆଜି ପ୍ରତିକୂଳ ପାଗ ସତ୍ତ୍ୱେ ବି ଆମେ ବନ୍ଧୁଙ୍କ ଘରେ ପହଞ୍ଚିଥିଲୁ। ଭାଉଜଙ୍କର ଯେଉଁ ଆତିଥ୍ୟତା ବାସ୍ତବିକ ଭୁଲିବାର ନୁହେଁ, ମାନିବାକୁ ପଡ଼ିବ ତାଙ୍କୁ। ଜଣେ ସୁଗୃହିଣୀ। ଏବଂ ଆମେ କଥା ହେଉଥିବା ସମୟରେ ଘରେ ବସି, ତାଙ୍କ ବୈଠକଖାନାରେ ବସି କଥା ହେଉଥିଲା ବେଳେ ବାପା ଆସିଲେ ଏବଂ ଆମେ ତାଙ୍କ ସହିତ ଦୁଇ ପଦ କଥା ହେଲୁ। ସିଏ ବହୁତ ଆଗ୍ରହୀ ଏବଂ ସମାଜରେ ଏବେ ଅବକ୍ଷୟମୁଖୀ ସମାଜରେ ଭଲ ମଣିଷ ଖୋଜା ଚାଲିଛି। ଏଇଭଳି ଅବସ୍ଥାରେ ଆମେ ଜଣେ ଭଲ ମଣିଷକୁ ପାଇଛୁ, ତାଙ୍କ ସହିତ ଦୁଇ ପଦ କଥା ହେବା। ଭାଇ, ରୂପାଥାଳିଆ ନ୍ୟୁଜକୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆପଣ ପରିଚୟ ଦେବେ? ମୋ ନାଁ ଶ୍ରୀ ହରେକୃଷ୍ଣ ପଣ୍ଡା, ବେଗୁନିଆ, କଇଁଗଡ଼ିଆ, ଅଡ଼ା, ବାଲେଶ୍ୱର। ଆପଣ ଶିକ୍ଷକତା ଜୀବନ କେବେ ଆରମ୍ଭ କଲେ? ଶିକ୍ଷକତା ଜୀବନ ମୁଁ 1999 ମସିହାରୁ ହିଁ ଆରମ୍ଭ କରିଥିଲି। ଗୋଟିଏ ଘରୋଇ ବିଦ୍ୟାଳୟରେ ମୁଁ ସେତେବେଳେ ହାଇସ୍କୁଲ ଶିକ୍ଷକ ଭାବରେ ନିଯୁକ୍ତ ପାଇଥିଲି। ସେଠି 8 ବର୍ଷ କାମ କଲା ପରେ ସରକାରୀ ସ୍ତରରେ ଏଲିମେଣ୍ଟାରୀ ସ୍କୁଲରେ ମୋତେ ଶିକ୍ଷକତା କରିବା ପାଇଁ ସୁଯୋଗ ମିଳିଲା। ତାପରେ ମୁଁ ନିଜ ଗାଁକୁ ଫେରି ଆସିଲି ଏବଂ ଆମ ବ୍ଲକରେ
ଚାମ୍ପୁଲିପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତ ପରବର୍ତ୍ତୀ ସମୟରେ ପ୍ରଥମେ ଝିଙ୍କିରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରେ ଚାମ୍ପୁଲିପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ଶିକ୍ଷକତା କରୁଛି। ସାର୍ ସୁଦୂର ରେମୁଣା ବ୍ଲକରେ ଆପଣ ଯୋଉ ସ୍କୁଲରେ ଚାକିରି ଆରମ୍ଭ କରିଥିଲେ ଏତେ ଦୂରରେ କେମିତି ସେ ସୁଯୋଗ ମିଳିଥିଲା ଆପଣଙ୍କୁ? ସେ ସୁଯୋଗ ମିଳିଥିଲା ସେ ଅନୁସାରେ ସେମାନେ ଆଡଭର୍ଟାଇଜ କରିଥିଲେ, ସେ ଅନୁସାରେ ମୁଁ ମଧ୍ୟ ଆପ୍ଲାଏ କରିଥିଲି। ଆଉ ସେଠି ମଧ୍ୟ ଆମର ଜଣେ ଆଦର୍ଶ ଶିକ୍ଷକ ଥିଲେ ଗୌରୀକାନ୍ତ କର, ଯିଏକି ନୀଳଗିରି ରୋଡ ଏମଇ ସ୍କୁଲରେ ତାଙ୍କର ଶିକ୍ଷକତା କରୁଥିଲେ। ସିଏ ମଧ୍ୟ ସହାୟତା କରିଥିଲେ ସେଠିକି ପହଞ୍ଚିବା ପାଇଁ। ଯାହା ହଉ ତାଙ୍କର ପ୍ରେରଣା, ସଦିଚ୍ଛା ଏବଂ ବହୁ ପ୍ରଚେଷ୍ଟାରେ ମୁଁ ସେଠି ଶିକ୍ଷକତା ଭାବେ ଯୋଗଦାନ କରିଥିଲି ଏବଂ ଇଣ୍ଟରଭ୍ୟୁରେ ଫେସ୍ କରିଥିଲି। ଇଣ୍ଟରଭ୍ୟୁରେ ସିଲେକ୍ସନ ମଧ୍ୟ ହେଇଥିଲି। ଆଉ ସେଠି ଜଣେ ମଧ୍ୟ ସାହିତ୍ୟିକ ଥିଲେ ଶ୍ରୀଯୁକ୍ତ ଶଙ୍କର ଚରଣ ରାଉତ ମହୋଦୟ, ତାଙ୍କର ବି ଅନେକ ବହି ପ୍ରକାଶିତ ହେଇଛି। ଆଉ ସେଠି ସିଏ ମଧ୍ୟ ମୋତେ ବହୁତ ଆଗ୍ରହ ସହକାରେ ଗ୍ରହଣ କରିଥିଲେ। ସେଠି ସାହିତ୍ୟ ଚର୍ଚ୍ଚା ମଧ୍ୟ ହେଇଥିଲା। ସେଠି ସାହିତ୍ୟ କାର୍ଯ୍ୟକ୍ରମ ବହୁତ ମଧ୍ୟ ମୁଁ ରାଜ୍ୟସ୍ତରୀୟ ସାହିତ୍ୟ କାର୍ଯ୍ୟକ୍ରମ କରିଥିଲି। ଆଉ ବାକି ଏହିପରି ଭାବରେ ସେଠି ଶିକ୍ଷକତା 8 ବର୍ଷ ମୋର ଚାଲୁ ରହିଥିଲା। ଆଉ ଆମେ ଦେଖିଥିଲୁ ଆପଣଙ୍କର ଏକ ଶିଶୁ ପତ୍ରିକା ପ୍ରକାଶ ପାଇଥିଲା ସନ୍ଧାନ ନାମରେ। ସେ ସନ୍ଧାନ ପତ୍ରିକା କେତେ କେତେ ଥର ପ୍ରକାଶ ପାଇଛି ଏବଂ ତାକୁ ଏଭଳି ଏକ ପତ୍ରିକା ପ୍ରକାଶନ କରିବାରେ ଆପଣଙ୍କର ମାନସିକତା କାହିଁକି ପଡ଼ିଥିଲା? ଶିଶୁ ସାହିତ୍ୟ କ୍ଷେତ୍ରରେ ମୋର ଟିକେ ଗଭୀର ଆଗ୍ରହ ଓ ଅଭିରୁଚି ଅଛି। ଶିଶୁ ସାହିତ୍ୟ ପତ୍ରିକା ବିଶେଷ କରି ସଂସାର ପାଇଁ ମୁଁ ଲେଖେ। ବିଭିନ୍ନ ସମୟରେ ମୋର ବହୁତ ଲେଖା ପ୍ରକାଶିତ। ଆଉ ତା ଛଡ଼ା ଅନ୍ୟାନ୍ୟ ପତ୍ର ପତ୍ରିକାରେ ମଧ୍ୟ ଶିଶୁ କିଶୋର ଲେଖା ମୋର ପ୍ରକାଶିତ ହେଇ ଆସିଛି। ତେଣୁ ସେତେବେଳେ ମୁଁ ବି ଶିଶୁ ସାହିତ୍ୟ ଶିଶୁ କିଶୋର ମାନଙ୍କ ପାଇଁ ମୋର ଗଭୀର ରୁଚି ଥିଲା, ଆଗ୍ରହ ଥିଲା। ତେଣୁ ତାକୁ ପ୍ରତିଷ୍ଠିତ କରିବା ପାଇଁ, ଅଧିକ ଶିଶୁମାନଙ୍କର ବିକାଶ କରିବା ପାଇଁ ମୋର ଉଦ୍ଦେଶ୍ୟ ଏବେ ମଧ୍ୟ ଅଛି, ଆଗରୁ ବି ବହୁ ପରିମାଣରେ ଥିଲା। ତ ସେଇ ଦୃଷ୍ଟିରୁ ଶିଶୁ କିଶୋର ପତ୍ରିକାଟି ଆମେ ଯେହେତୁ ଆମେ ସେଇ ମଣିଷ ତିଆରି କାରଖାନାରେ ଆମେ ଯେହେତୁ ମାନେ କାରିଗର, ସେଥିପାଇଁ ସେଇମାନଙ୍କର ଉନ୍ନତି ପାଇଁ ଯେହେତୁ ଆମେ କାମ କରୁଛୁ, ତେଣୁ ସେମାନଙ୍କର ଉନ୍ନତି ପାଇଁ ଆମେ ଏଇ ଶିଶୁ କିଶୋର ପତ୍ରିକା 3 ଜଣ ବନ୍ଧୁ ସତ୍ୟ ସୁନ୍ଦର ସେଠୀ, ଅଜିତ କୁମାର ପଟ୍ଟନାୟକ ଏବଂ ମୁଁ 3 ଜଣ ଆମେ ମିଶିକିରି ପତ୍ରିକାଟି କରିଥିଲୁ। ଏକୁଟିଆ ବି ନୁହଁ, ଆମେ 3 ଜଣ ସହାୟତା ମାଧ୍ୟମରେ ଆମେ କରିଥିଲୁ। ସେତେବେଳେ ମଧ୍ୟ ବହୁତ ଆଗ୍ରହର ସହିତ ଆମେ କରିଥିଲୁ ଏବଂ ତା 3ଟି ଭଲ୍ୟୁମ ପ୍ରକାଶିତ କରିଥିଲୁ ସେଠି। ଏବଂ ଯାହା ହଉ ସେତେବେଳେ ତାର ଲୋକପ୍ରିୟତା ଅର୍ଜନ କରିଥିଲା। କିନ୍ତୁ ଏଠି ନିଜ ବ୍ଲକକୁ ଆସିଲା ପରେ ମୁଁ ଏଠି ଆଉ ସେ ପ୍ରକାର ସହାୟତା ପାଇଲିନି, ଯୋଉଥିପାଇଁ ମୋର ଏଇ ଜିନିଷଟା ବନ୍ଦ ହେଇକି ରହିଯାଇଛି କିଛି ଦିନ ଧରି। ଏବେ ତାକୁ ପୁନର୍ଜୀବିତ କରିବା ପାଇଁ ଚେଷ୍ଟା କରୁଛି। ଏବେ ବି ଆମେ ଦେଖିଛୁ ଆପଣ କେବଳ ଖଇରାରେ ନୁହେଁ, ଶିମୁଳିଆ, ଖଇରା ଏବଂ କୁପାରୀ ଅଞ୍ଚଳର ବିଭିନ୍ନ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ସହିତ ଆପଣ ଓତପ୍ରୋତ ଭାବରେ ଜଡ଼ିତ। ମୁଁ ଦେଖିଛି ଯେଉଁଠି କବିତା ଆଶ୍ର ହୁଏ, ଯେଉଁଠି ସାହିତ୍ୟ କାର୍ଯ୍ୟକ୍ରମ ହୁଏ, ଆପଣ ସେଠି ରହିଥାନ୍ତି ଏବଂ ଆପଣ କବିତା ପାଠ ଖାଲି କରନ୍ତିନି, ଆପଣ ଜଣେ ସୁସାହିତ୍ୟ ସଂଗଠକ। ଏବେ କେତୋଟି ସାହିତ୍ୟ ଅନୁଷ୍ଠାନ ସହିତ ଆପଣ ସମ୍ପୃକ୍ତି ଅଛନ୍ତି? ମୁଁ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ସମ୍ପୃକ୍ତ। ଆମର ସ୍ଥାନୀୟ ଭାବରେ ଯେଉଁ ରହିଲା ମା ଅମ୍ବିକା ବିଶ୍ୱ କଲ୍ୟାଣ ସାହିତ୍ୟ ସଂଘ କୁପାରୀରେ ମୁଁ ଉପସଭାପତି ଅଛି। ଏଠି ଖଇରା ସାହିତ୍ୟ ସଂସଦ ଯେଉଁ ରହିଛି ଖଇରାରେ, ସେଠି ମଧ୍ୟ ସଂଗଠନ ସମ୍ପାଦକ ଅଛି। ତା ଛଡ଼ା ଆମର ଯେଉଁ ଲୋକାଲ ଆମ ପାଖ ବ୍ଲକ ଶିମୁଳିଆରେ ମଧ୍ୟ ଯେଉଁ କାର୍ଯ୍ୟକ୍ରମ ହୁଏ, ସେଥିରେ ମଧ୍ୟ ମୁଁ ସୃଜନ ଶ୍ରୀକ୍ଷେତ୍ର ସେଥିରେ ମଧ୍ୟ ମୁଁ ସାମିଲ ହୁଏ। ତା ଛଡ଼ା ଆମର ବାଲେଶ୍ୱରରେ କି ଭଦ୍ରକରେ କି ବିଭିନ୍ନ ଅନୁଷ୍ଠାନରେ ଯେତେବେଳେ ଦରକାର ପଡ଼େ ସେଠି ମଧ୍ୟ ମୁଁ, ଯେହେତୁ ସାହିତ୍ୟ ଆମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ସାହିତ୍ୟ ସାଧନା କରିବା ଏବଂ ସାହିତ୍ୟର ବିକାଶ କରିବା, ସେଥିପାଇଁ ମୁଁ এই କାର୍ଯ୍ୟକ୍ରମ ଗୁଡ଼ିକରେ ବିଶେଷ ଭାବେ ଯୋଗଦିଏ ଏବଂ ସକ୍ରିୟ ଅଂଶଗ୍ରହଣ କରେ। ବିଶେଷ କରି ଆମର ଯେଉଁ ଲୋକାଲ ଆମ ବ୍ଲକରେ ଯେଉଁ ସାହିତ୍ୟ ଅନୁଷ୍ଠାନ ଗୁଡ଼ିକ ଅଛି, ସେଥିରେ ମୁଁ ବିଶେଷ ଭାବରେ ସକ୍ରିୟ ଭାବରେ କାମ କରେ। କାରଣ ସାହିତ୍ୟ ଗୋଟିଏ ଜିନିଷ ଯାହାକି ସାହିତ୍ୟ ସମାଜର ହିତ ସାଧନ କରେ। ତେଣୁ ମୁଁ ଭାବେ ସାହିତ୍ୟ ମାଧ୍ୟମରେ ଅଧିକ ମାତ୍ରାରେ ସମାଜ ସେବା କରାଯାଇପାରିବ। ଗୋଟିଏ ସୁସ୍ଥ ଏବଂ ଶୃଙ୍ଖଳିତ ସମାଜ ଗଠନ କରିବା ପାଇଁ ସାହିତ୍ୟର ଭୂମିକା ଯେ ଅବିସ୍ମରଣୀୟ, ଏକଥା ସ୍ୱୀକାର କରିବାକୁ ପଡ଼ିବ। ଆଉ ଗୋଟେ କଥା କହିବି, ଆପଣଙ୍କୁ ଆପଣଙ୍କର ଶ୍ରୀମତୀ ମୁଁ ଦେଖୁଥିଲି, ଭାଉଜ ବହୁତ ସୁନ୍ଦର ମାନେ ବ୍ୟବହାର ସୁଗୃହିଣୀ। ତାଙ୍କ ପାଖରେ ଯେଉଁ ଭଲ ପାଇବାର କଳା ଅଛି, କୌଶଳ ଅଛି, ନିଶ୍ଚିତ ଭାବରେ ତାହା ପ୍ରଣିଧାନ ଯୋଗ୍ୟ। ଆପଣଙ୍କୁ କିଭଳି ଭାବରେ ଶ୍ରୀମତୀ ସହଯୋଗ କରନ୍ତି? ସେ ସହଯୋଗ କରନ୍ତି, ବିଶେଷ କରି ଯେଉଁ ସମୟରେ ଲେଖାଲେଖି କାର୍ଯ୍ୟକ୍ରମ ହୁଏ, ସେ ନିଜେ ସବୁ କଥା ଗ୍ରହଣ କରିନିଅନ୍ତି ଏବଂ ସେ ଅନୁସାରେ ମଧ୍ୟ ସାହାଯ୍ୟ ସହଯୋଗ ମିଳେ। ଯେଉଁଥିପାଇଁ
ଅଧିକ ଟିକେ ପ୍ରେରଣା ମିଳେ କରିବା ପାଇଁ। ଆଉ ଗୋଟେ କଥା ସାର୍ ପଚାରିବି ଆପଣଙ୍କୁ, ଆପଣଙ୍କ ବାବାଙ୍କର ପରିଚିତି ଅଛି। ଆମେ ଯୋଉ କଥା ମୁଁ କହୁଥିଲି, ଏଠି 5 ଗାଁରେ ପଚାରିଲେ ଆପଣଙ୍କ କଥା ପଚାରିଲେ ବାପାଙ୍କ ନାଁ ଆସେ। ବାପାଙ୍କର କଣ ଭୂମିକା ରହିଛି ଆପଣଙ୍କ ସାହିତ୍ୟ ପ୍ରତି? ବାପା ବାପାଙ୍କ ମଧ୍ୟ ବିଷୟରେ ପ୍ରେରଣା ଦିଅନ୍ତି ଯିବା ପାଇଁ, ବିଭିନ୍ନ କାର୍ଯ୍ୟକ୍ରମ ଯିବା ପାଇଁ ମଧ୍ୟ କୁହନ୍ତି। ତ ମୁଁ ମଧ୍ୟ ଆକାଶବାଣୀ ଦୂରଦର୍ଶନ, ବାପା ବି ଆକାଶବାଣୀ ଦୂରଦର୍ଶନରେ କାର୍ଯ୍ୟକ୍ରମ କରିଛନ୍ତି। ଆମେ ଆକାଶବାଣୀ ସହିତ ମଧ୍ୟ ଗଭୀର ଭାବରେ ସମ୍ପୃକ୍ତ। ଆକାଶବାଣୀ କଟକ ଇଏ ଆମର ଅତି ପରିଚିତ। ଆମେ ବହୁ କାର୍ଯ୍ୟ ବାପା ବି ଯାଇଛନ୍ତି, ମୁଁ ବି ଯାଇଛି, ଆଉ ମ୍ୟାଡ଼ାମ ମଧ୍ୟ ଯାଇଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ଆମେ କରିଛୁ। ବିଶେଷ କରି ମୁଁ ଯୁବବାଣୀ କାର୍ଯ୍ୟକ୍ରମ ଆଉ ସେତେବେଳେ ଯାହା ଥିଲା କରିଛି। ତା ସହିତ ଆମର ଯେଉଁ ବାଟେଘାଟେ କାର୍ଯ୍ୟକ୍ରମ, ଆହୁରି ଆମର ଯେଉଁ ରହିଲା ବିବିଧ ଭାରତୀର ସାକ୍ଷାତକାର କାର୍ଯ୍ୟକ୍ରମ, ଏଗୁଡ଼ା ସବୁ କାର୍ଯ୍ୟକ୍ରମ ସେତେବେଳେ କରାହେଇଛି। ଆଉ ଦୂରଦର୍ଶନରେ ମଧ୍ୟ ସେଭଳି ସାକ୍ଷାତକାର ଏବଂ ସମ୍ମାନିତ ମଧ୍ୟ ଥରେ ଡାଇରେକ୍ଟର କରିଥିଲେ। ଏମିତି କାର୍ଯ୍ୟକ୍ରମ ଚାଲୁ ରହିଛି। ଆପଣ ଏଇ ସାହିତ୍ୟ କ୍ଷେତ୍ରରେ କୋଉ ସାହିତ୍ୟିକଙ୍କର ପ୍ରଭାବ ଆପଣଙ୍କ ଉପରେ ପଡିଥିଲା? ସାହିତ୍ୟିକଙ୍କ ପ୍ରଭାବ ବିଶେଷ କରି ରାମକୃଷ୍ଣ ନନ୍ଦ, ଯିଏକି ଆମର ସାହିତ୍ୟ କ୍ଷେତ୍ରରେ ସଂସାରର ଅନନ୍ୟ ପ୍ରତିଭା, ସିଏ ବଞ୍ଚିଥିଲା ବେଳେ ମୁଁ ତାଙ୍କ ପାଖକୁ ଚିଠି ଦେଇଥିଲି ଏବଂ ସିଏ ବି ରିପ୍ଲାଏ ଦେଇଥିଲେ। ତ ତାଙ୍କ ପରିବାର ସହିତ ମୋର ଟିକେ ସେତେବେଳେ ସମ୍ପର୍କ ବହୁତ ଭଲ ଥିଲା ଏବଂ ସଂସାର ସହିତ ମୁଁ ଗଭୀର ଭାବରେ ଜଡ଼ିତ ହେଇଯାଇଥିଲି। କାରଣ ସେଥିରେ ଯେଉଁ ଲେଖା ପ୍ରକାଶିତ ହୁଏ ତାହା ନିଶ୍ଚିତ ଭାବରେ ମାର୍ଜିତ ଏବଂ ଅଧିକ ଭଲ ବୋଲି ମୁଁ ଜାଣିଥିଲି। ଆଉ ତାଙ୍କର ସୁନ୍ଦର ପରାମର୍ଶ ମଧ୍ୟ ମୁଁ ସେତେବେଳେ ପାଇଥିଲି। ଆଉ ତା ଛଡ଼ା ସ୍ଥାନୀୟ ଭାବରେ ଆମର ବାଞ୍ଛାନିଧି ସାର୍, ଯିଏ ବାଞ୍ଛାନିଧି ପଣ୍ଡା, ଯିଏକି ଦିବଙ୍ଗତ ହେଇଗଲେଣି, ସେ ସୁରେନ୍ଦ୍ର ସାର୍ ଯିଏ ଆମର ଥିଲେ, ସିଏ ମଧ୍ୟ ସେଇ ଅଞ୍ଚଳର ସାହିତ୍ୟିକ, ସିଏ ମଧ୍ୟ ଦଳେଇ ସାର୍, ସୁରେନ୍ଦ୍ର ପ୍ରସାଦ ଦଳେଇ, ତାଙ୍କ ସହିତ ମଧ୍ୟ ଗଭୀର ସମ୍ପର୍କ। ପୀତାମ୍ବର ମିଶ୍ର ଯିଏ ଅଛନ୍ତି ବରଗଲା ଦିନାଜପୁର, ସେ ବି ପ୍ରେରଣା ଦେଇଛନ୍ତି। ଏମିତି ଆଉ ବିଶେଷ ଭାବରେ ଆମର ଯେ ଖଇରା ନା କୁପାରୀ ସାହିତ୍ୟ ସଂସଦ, ଯେ ମା ଅମ୍ବିକା ବିଶ୍ୱ କଲ୍ୟାଣ ସାହିତ୍ୟ ସଂସଦ, ଯିଏକି ଥିଲେ ଆମର ପ୍ରାକ୍ତନ ସମ୍ପାଦକ ମହୋଦୟ ଡାକ୍ତର ଉମେଶ ଚନ୍ଦ୍ର ମହାନ୍ତି, ତାଙ୍କର ପ୍ରେରଣା ସମ୍ପୂର୍ଣ୍ଣ ଭାବରେ ଅଧିକ ଥିଲା। କାରଣ ଆମେ ବସିକି ବହୁ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରୁ ଏବଂ ଏଇ ଖଇରା ବ୍ଲକରେ ଯଦି କିଛି କାର୍ଯ୍ୟକ୍ରମ ସମୟ ହେଇଥାଏ, ଆମେ ଏକାଠି ବହୁ କାର୍ଯ୍ୟକ୍ରମ କରୁଥିଲୁ। ଏବଂ ତାଙ୍କର ଯେଉଁ ସମ୍ପର୍କ ତାଙ୍କ ସହିତ ଥିଲା, ପ୍ରେରଣା ଥିଲା, ତାହା ନିଶ୍ଚିତ ଭାବରେ ଆହୁରି କିଛି ବାଟ ଆଗକୁ ଯିବା ପାଇଁ ବାଟ ଦେଖାଇଥିଲା। ଆପଣଙ୍କର ଭବିଷ୍ୟତ ଆଉ କଣ ଲକ୍ଷ୍ୟ ଅଛି? ଆଗାମୀ ଦିନରେ ଲକ୍ଷ୍ୟ ଅଛି ଯେ ଏଇ ଯେଉଁ ଶିଶୁ କିଶୋର ପତ୍ରିକା ଯେଉଁ ଆମ ସନ୍ଧାନର, ତାକୁ ଖୁବ୍ ଶୀଘ୍ର ଆମେ ତାର ଏକ ବିଶେଷ ସଂଖ୍ୟା ପ୍ରକାଶ କରିବୁ। ସେ ସାହିତ୍ୟ କ୍ଷେତ୍ରରେ ଆହୁରି ମୁଁ ନିଜେ ମୋର ଏଇଥର କିଛି ପାଣ୍ଡୁଲିପି ରହିଛି, ପ୍ରକାଶିତ ହେବ ଏବଂ ବିଶେଷ କରି ଶିଶୁ କିଶୋର ସାହିତ୍ୟରେ କିପରି ଅଧିକ ଉନ୍ନତି ହେବ ସେଥିପାଇଁ ଚେଷ୍ଟା କରିବି। ଆଉ ବିଶେଷ କରି ମୋ ଶିଶୁ ସାହିତ୍ୟ ଉନ୍ନତି କରିବା ପାଇଁ, ଶିଶୁ ସାହିତ୍ୟ କ୍ଷେତ୍ରରେ କିଛି ଉନ୍ନତି ଆଣିବା ପାଇଁ, ଲବ୍ଧ ପ୍ରତିଷ୍ଠ ଶିଶୁ ସାହିତ୍ୟିକମାନଙ୍କୁ ସମ୍ମାନିତ ମଧ୍ୟ କରିବା ପାଇଁ ମୁଁ ମୋ ବ୍ୟକ୍ତିଗତ ଉଦ୍ୟମରେ ଖଇରା କୁପାରୀ ଉଭୟ ସାହିତ୍ୟ ସଂସଦରେ ଶିଶୁ କିଶୋର ବିଭାଗରେ ସମ୍ବର୍ଦ୍ଧନା ପାଇଁ ମୁଁ ହିଁ ତାର ସମସ୍ତ ବ୍ୟବସ୍ଥା କରେ। ତେଣୁ ଏହା ସହିତ ଆଉ କେମିତି ଶିଶୁ ସାହିତ୍ୟ କେମିତି ଆଗକୁ ଯିବ, ବିଶେଷ କରି ସେଥିପାଇଁ ମୁଁ ପ୍ରଚେଷ୍ଟା ଅଧିକ କରିବି। ଧନ୍ୟବାଦ। ଆପଣ ଦେଖୁଥିଲେ ଆମେ ଏଭଳି ଜଣେ ଦରଦୀ ବନ୍ଧୁ, ଯାହାଙ୍କର ସାହିତ୍ୟ ପ୍ରତି ବିଶେଷ ଅନୁରାଗ ଅଛି, ଭିନ୍ନ ଏକ ରୁଚିର ମଣିଷ। ତାଙ୍କ ସହିତ ଆମେ ଦୁଇ ପଦ କଥା ହେଲୁ, ଆମ ମନ ଖୋଲା କଥା ହେଲୁ। ରୂପାଥାଳିଆକୁ ସେ ଯେଉଁ ଦୁଇ ପଦ କଥା ଥିଲେ, ଆମର ଯେଉଁ ଧାରାବାହିକ ଭାବରେ ଆମର ଯେଉଁ କାର୍ଯ୍ୟକ୍ରମ ଚଳେଇ ରଖିଛୁ, ପ୍ରଣାମ ଓଡ଼ିଶା ଗୁରୁବେ ନମ, ସେଇ କାର୍ଯ୍ୟକ୍ରମରେ ଆମେ ଭାଇଙ୍କୁ ମଧ୍ୟ ଆମ କ୍ଷୁଦ୍ର ଉପହାରଟିଏ ଦେବୁ। ତାପରେ ଆମେ ତାଙ୍କ ଶ୍ରୀମତୀଙ୍କ ସହିତ କଥା ହେବା, ଯାହାଙ୍କର ଅବଦାନ ଅଛି, ଯାହାଙ୍କର ଆନ୍ତରିକତା ଅଛି। ଜଣେ ଯଦି ତାଙ୍କର ସହଯୋଗ ନଥାନ୍ତା, ସେ ଏତେ ବାଟ ଆଗକୁ ବଢ଼ି ପାରିନଥାନ୍ତେ। ସେଥିପାଇଁ ଆମେ ତାଙ୍କେ ନିଶ୍ଚିତ ଭାବରେ ପୂଜା ଏବଂ ଆମେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ, ହରେକୃଷ୍ଣ ସାର୍ଙ୍କର ଉତ୍ତରୋତ୍ତର ଉନ୍ନତି ହେବା ସହିତ ସେ ସତାଇ ହୁଅନ୍ତୁ, ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଏମିତି କଲମ ଚଲେଇବାରେ ସକ୍ଷମ ହୁଅନ୍ତୁ। କଲମ ଚାଲୁ, ଭଗବାନଙ୍କର ନିକଟରେ ଏତିକି ପ୍ରାର୍ଥନା, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା, ତାଙ୍କର ସର୍ବକୁଶଳ କାମନା କରୁଛୁ। ଏବେ ଭାଉଜଙ୍କ ସହିତ କଥା ହେବା। ଆପଣ ଆମେ ଦେଖୁଥିଲୁ ଏ ସାହିତ୍ୟିକ ମାନଙ୍କୁ, ମୁଁ ଦେଖୁଛି ସାହିତ୍ୟିକ ମାନେ କହି ସାହିତ୍ୟ ପାଗଳ। ଆପଣ ଜଣେ ସାହିତ୍ୟ ପାଗଳଙ୍କର ହାତ ଧରିଛନ୍ତି ଏବଂ ସେ ତ
ବହୁ ପରିଚିତ ତାଙ୍କର ଅଛି, ଖ୍ୟାତି ଅଛି, ସୁନାମ ଅଛି। ଆଉ ଆପଣ ଜଣେ ଭଲ ଶ୍ୱଶୁର ମଧ୍ୟ ପାଇଛନ୍ତି, ଯୋଗ୍ୟ ଶ୍ୱଶୁର। ସିନା ଶାଶୁ ନାହାନ୍ତି, ଯୋଉ ଶ୍ୱଶୁର କମଳାଙ୍କର ପୁତ୍ର। ଆପଣଙ୍କ ସ୍ୱାମୀ ଶ୍ରୀ କମଳା, ମା ହେଉଛନ୍ତି କମଳା ଦେବୀ, କମଳାମଣିଙ୍କ ପୁତ୍ର ସିଏ। ଆଉ ଆପଣ ଭାଇଙ୍କ ପାଇଁ କେତେ ଖୁସି ଅଛନ୍ତି? ବହୁତ ଖୁସି ଅଛି। କେତେ ଖୁସି, କେତେ ଗାଳି ଦିଅନ୍ତି? ନାଇଁ ଗାଳି ଦେବି ଆଉ ଯେତେବେଳେ ଆପଣ ସିଏ ରୁହନ୍ତି ନାହିଁ, ଆପଣଙ୍କ କାମ ବେଳେ ସହଯୋଗ କଲା ବେଳେ କରନ୍ତିନି, ପଳେଇବେ ସାହିତ୍ୟ କରୁଥିବା ମଣିଷ ସେମାନେ, କେତେବେଳେ କଣ ମନକୁ ଆସିବ ଆପଣ ଘରେ ଥିବେ ସେ ପଳେଇ ଯାଉଛନ୍ତି ଆପଣ। ନାଇଁ ସେ ତ କେତେବେଳେ କିଛି ସାହାଯ୍ୟ କରିପାରନ୍ତିନି, ଆଉ ସେଥିପାଇଁ ଆମେ ସାହାଯ୍ୟ ଟିକେ ଲୋଡ଼ା କରୁନାହୁଁ। ଧନ୍ୟବାଦ ଭାଉଜ କହୁଥିଲେ, ସୁନ୍ଦର କଥା। ସିଏ ସତରେ ତାଙ୍କୁ ସାହାଯ୍ୟ କରିବା ପାଇଁ ବେଳ ନାହିଁ। ସାହାଯ୍ୟ କଲେ ତ ସେ ବସିଥାଇ ଚିନ୍ତା କରୁଥିଲେ କେମିତି କବିତାଟା ଲେଖିବେ, ପିଲାମାନେ କେମିତି ମଣିଷ ହେବେ, ପାଠ ପଢିବେ, ନିଜେ କେମିତି କୋଉଠି ଯାଇକି 5 ଜଣଙ୍କ ସାଙ୍ଗରେ ମିଶିବେ, ସେଇ କଥା ସେ ଚିନ୍ତା କରନ୍ତି। ସେ ସେଇଥିପାଇଁ ତାଙ୍କୁ ସମୟ ନାହିଁ ଘର ପାଇଁ। ଆମେ ଯୋଉ କଥା ମୁଁ ଯେତିକି କରିବା କଥା ମୁଁ ସେତିକି କରିନି। ପ୍ରଥମେ ଯେତେବେଳେ ଆମେ କଥା ହଉଥିଲୁ ଭାଉଜ କହୁଥିଲେ ମୁଁ କିଛି କହିବିନି, କିନ୍ତୁ କୋଉ ବହୁତ କଥା କହିଦେଲେ ଯେ ସିଏ ତାଙ୍କୁ କୌଣସି କଥାରେ ପ୍ରତିବନ୍ଧକ ତାଙ୍କର ନାହିଁ। ତାଙ୍କର ଏଇ ଯୋଉ ସାହାଯ୍ୟ, ସହଯୋଗ, ସହାନୁଭୂତି, ଏଇଥିପାଇଁ ଭାଇ ଆଗକୁ ବଢିଛନ୍ତି। ଭଉଣୀ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା। ଆପଣଙ୍କର ଶଙ୍ଖା ବଜ୍ର ହେଉ, ସିନ୍ଦୁର ଚିର ଉଜ୍ଜୀବିତ ରହୁ। ଆପଣ ଏମିତି ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଭାଇଙ୍କର ଚଲା ପଥରେ ସହାୟ ହୁଅନ୍ତୁ, ସେ ଆଗକୁ ବଢନ୍ତୁ, ଏଇ ଆଶା ରଖୁଛୁ। ଭଗବାନଙ୍କୁ ପ୍ରାର୍ଥନା କରୁଛୁ, ଆପଣଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରୁଛୁ। ନମସ୍କାର, ଧନ୍ୟବାଦ। ଆପଣ ଦେଖୁଛନ୍ତି ମୋ ଦକ୍ଷିଣ ପାର୍ଶ୍ୱରେ ଯେଉଁ ବୟୋଜ୍ୟେଷ୍ଠ ବ୍ୟକ୍ତି ବସିଛି, 70 ବର୍ଷ ଅତିକ୍ରମ କରି 75-80 ବର୍ଷ ପାଖାପାଖି ହେଲାଣି, ତଥାପି ସେ ଚଳଚଞ୍ଚଳ। ସିଏ ଏବେ ଟିକେ ଅସୁସ୍ଥ ହେଇ ପଡୁଛନ୍ତି, ଯିଏ ଶହ ଶହ ଲୋକଙ୍କ ରୋଗୀ, ଗ୍ରାମାଞ୍ଚଳ ରୋଗୀଙ୍କୁ ଦିନେ ଔଷଧ ଦାନ କରୁଥିଲେ, ଔଷଧ ବାଣ୍ଟୁଥିଲେ ଓ ଚିକିତ୍ସା କରୁଥିଲେ। ଆଜି ସେ ରୋଗାକ୍ରାନ୍ତ ବିଛଣାରେ ପଡିନାହାନ୍ତି, ତଥାପି ଟିକେ ଦୁର୍ବଳ ହେଇ ପଡୁଛନ୍ତି। ସେଇଥିପାଇଁ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ। ଆପଣଙ୍କ ପରିଚୟ ଟିକେ କହିବେ, ନା କହିବେ? ମୋ ନାଁ ଶ୍ରୀ ଆକୁଳମଣି ପଣ୍ଡା। ଓ ଆପଣଙ୍କର ଜଣେ ପୁଅ, ଜଣେ ଖାଲି ଭଲ ଶିକ୍ଷକ ନୁହନ୍ତି, ଭିନ୍ନ ଚିନ୍ତା ଚେତନାର ମଣିଷ। ଆପଣ ପୁଅକୁ ପାଇଁ କେତେ ଖୁସି? ଆପଣଙ୍କୁ ଭାରି ଖୁସି। ଭାରି ଖୁସି। ଆପଣ ଜୀବନରେ କଣ ସବୁ କରୁଥିଲେ? ଲୋକଙ୍କ ପାଇଁ କଣ ସେବା କରୁଥିଲେ? ଲୋକଙ୍କର ପେଟକୁ ମାରୁଛି, ଆସି ବାହାରୁ ନହେଲେ ତାଙ୍କୁ ଦିଏ, ସେ ପେଟ ବିନ୍ଧା କମିଯା। ଆଜ୍ଞା। ଆଣ୍ଠୁ ଦରଜ ହେଇଥିବ, ଚାଲି ବସି ପାରୁଥିବେନି, ଆଜ୍ଞା, ତା ପାଇଁ ଔଷଧ ଦିଏ। ଆଉ ଏବେ ଏବେ କେମିତି ଅଛନ୍ତି? ଦେହ କେତେ ଅସୁସ୍ଥ ରହୁଛି? ଏବେ ବାରଣା ଭଲ, ଚାରଣା ଅସୁସ୍ଥ। ଚାରଣା ଅସୁସ୍ଥ। ଆପଣ କେତେ ଖୁସି ଅଛନ୍ତି? ପୁଅ ବୋହୂ ଭଲ ବୋହୂଟିଏ ପାଇଛନ୍ତି, ଭଲ ପୁଅଟିଏ ପାଇଛନ୍ତି। ନାତି ବି ମାଷ୍ଟର ହବ, ସେଠି ଶିକ୍ଷକ କେମିତି ହେଇପାରିବ ସେ ଯୋଜନା ବଡ ନାତି କରୁଛି। ଆପଣ କେତେ ଖୁସି ଅଛନ୍ତି? ବହୁତ ଖୁସି, ବହୁତ ଖୁସି। ଆପଣ ଦେଖୁଥିଲେ ଆମେ ସାର୍ଙ୍କ ବାବାଙ୍କ ସହିତ କଥା ହଉଥିଲୁ। ଆକୁଳମଣି ପଣ୍ଡା, ତାଙ୍କର ସହଧର୍ମିଣୀ ଯେଉଁ କମଳାମଣି ଅଛନ୍ତି, ତାଙ୍କ ଔରସରୁ ଭାଇଙ୍କର ଜନ୍ମ। ସୁନ୍ଦର, ସେ ଯେମିତି ସୁନ୍ଦର ମଣିଷ ଥିଲେ, ଦେଶ ସେବା କରିବା ପାଇଁ ଯାହାଙ୍କର ବିଶେଷ ଅବଦାନ ଥିଲା, ପୁଅ ମଧ୍ୟ ସେଇଭଳି ଜଣେ ଦେଶ ସେବକ ଭାବରେ, ସମାଜସେବୀ ଭାବରେ, ସ୍ୱେଚ୍ଛାସେବୀ ଭାବରେ ଆଉ ସାହିତ୍ୟିକ ଭାବରେ ଜୀବନ ଅତିବାହିତ କରୁଛନ୍ତି, ଜଣେ ଆଦର୍ଶ ଶିକ୍ଷକ ଏ ଅଞ୍ଚଳରେ। ଧନ୍ୟବାଦ ଆପଣଙ୍କୁ। ଆମେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ, ଆପଣ ଏମିତି ଆପଣଙ୍କର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲୋକଙ୍କର ସେବା କରନ୍ତୁ, ଭଲରେ ରୁହନ୍ତୁ, ଠାକୁର ଆପଣଙ୍କୁ ଭଲ ରଖନ୍ତୁ। ହଁ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ପୁଣି ଥରେ ଆମେ ସେଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ, କଲ୍ୟାଣମୟ ଭଗବାନଙ୍କ ନିକଟରେ, ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ। ଆପଣଙ୍କର ଚଲାପଥ ରୁଧିମନ୍ତ ହେଉ, ସୁଦୃଢ଼ ହେଉ, କୁସୁମିତ ହେଉ, ଆପଣ ଆଗକୁ ବଢ଼ନ୍ତୁ। ଧନ୍ୟବାଦ ଭାଇ। ଧନ୍ୟବାଦ। ଆପଣ ଯାହା ହଉ ବହୁ ଚେଷ୍ଟା କରି ଆମ ଘରେ ପହଞ୍ଚିଛନ୍ତି ଏବଂ ରୂପାଥାଳିଆ ନ୍ୟୁଜ୍ ତରଫରୁ ଆପଣ ଆମ ଘରେ, ମାନେ ଏଇ ଯେଉଁ ବର୍ଷା, ଅବିରତ ବର୍ଷା ଚାଲିଛି, ତା ସହିତ ଆମ ଗାଁକୁ ରାସ୍ତା ଠିକ୍ ନାହିଁ, ଏସବୁ ଭିତରେ ବି ଝଡ଼ଝଞ୍ଜା ସହିକି ଆପଣ ସେଇ ସେବା ମନୋବୃତ୍ତି ରଖି ଯେଉଁ ଆସି ମୋ ସହିତ ସାକ୍ଷାତକାର କଲେ, ମୁଁ କେତେ ଦୂର ସେଥିରେ
ଯୋଗ୍ୟ ସାକ୍ଷାତକାର ପାଇଁ ଯୋଗ୍ୟ ତାହା ଭଗବାନ ଜାଣନ୍ତି। ତାହା ହଉ ଆପଣ ସେ ସମ୍ମାନ ଦେଇ ଯୋଉ ଆମ ଘରେ ପହଞ୍ଚନ୍ତି କ୍ଷୁଦ୍ର କୁଟୀର ଭିତରେ ଦରିଦ୍ର କୁଟୀର ଭିତରେ ପହଞ୍ଚନ୍ତି, ତେଣୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ରୂପା ଥାଳିଆ ନ୍ୟୁଜ୍ ନିଶ୍ଚିତ ଭାବରେ ପରବର୍ତ୍ତୀ ସମୟରେ ଆହୁରି ଆଗକୁ ଯାଉ, ଆହୁରି ବୃଦ୍ଧିମନ୍ତ ହଉ ଏବଂ ଏଥିପାଇଁ ମୁଁ ମୋର ଆନ୍ତରିକ କୃତଜ୍ଞତା ଆପଣଙ୍କୁ ଜ୍ଞାପନ କରୁଛି ଏବଂ ଆଶା କରୁଛି ଭବିଷ୍ୟତରେ ଏଇଭଳି କାର୍ଯ୍ୟକ୍ରମ ଆପଣ ଜାରି ରଖନ୍ତୁ ଏବଂ ସମସ୍ତଙ୍କର ଏ କାର୍ଯ୍ୟକ୍ରମ ଉପକାରରେ ଆସୁ, ଏତିକି ପ୍ରାର୍ଥନା କରୁଛି। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଧନ୍ୟବାଦ ଭାଇ। ପୁରା ଆମେ ଜାଣିଛନ୍ତି କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ଆମେ ଏ କର୍ମ ଆମେ ଏଇଥିପାଇଁ କରୁଛୁ। ଆମେ ଯେଉଁ ପ୍ରତିଭା ଲୋକାୟିତ ପ୍ରତିଭା ରହିଛି, କିଏ ଦେଖିଛି ଆସନ୍ତାକାଲି ସୂର୍ଯ୍ୟୋଦୟ। ଆଜି ଆମେ ଏଠି ଭାଇ ସମସ୍ତେ ଗୋଟେ ପରିବାର ରହିକି ବସିଛନ୍ତି, ଆସନ୍ତାକାଲି ସକାଳେ କ'ଣ ହବ, କିଏ ଚାଲିଯିବ, ଏକଥା କହିହେବ ନାହିଁ। ସେଇଥିପାଇଁ ଆମେ ଆମେ ପ୍ରୟାସ ଜାରି ରଖିଛୁ। ମୁଁ ଆପଣଙ୍କର ଯେଉଁ ସାହାଯ୍ୟ ସହଯୋଗ ୟାକୁ ଭୁଲି ହେବ ନାହିଁ। ଭଗବାନ ଆପଣଙ୍କୁ ଅଶେଷ କୃପା ଦୃଷ୍ଟି କରନ୍ତୁ, ଆପଣ ଆଗକୁ ବଢ଼ନ୍ତୁ ଆଉ ଆପଣଙ୍କର ଏ ସନ୍ଧାନ ବହିଟି ଆମ ଲାଇବ୍ରେରୀ ପାଇଁ ଦିଅନ୍ତୁ, ଏ ଆଶା ରଖୁଛି। ଧନ୍ୟବାଦ।